ଦର୍ଶକ ବନ୍ଧୁ, ଏହି ନବରାତ୍ରି ସମୟରେ ଯଦି ଏହି ସଂକେତ ଗୁଡ଼ିକ ଆପଣଙ୍କୁ ମିଳେ, ତେବେ ଜାଣିନେବେ ଯେ ମା ଦୁର୍ଗା ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି ଓ ଆପଣଙ୍କୁ ତାଙ୍କର କଲ୍ୟାଣ ପ୍ରଦାନ କରିଛନ୍ତି। ତେବେ କେମିତି ଜାଣିବେ? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ସମସ୍ତେ ଚାହାନ୍ତି ଏହି ଯେଉଁ ପାର୍ବଣର ଋତୁ ଆରମ୍ଭରେ ମା ଆସନ୍ତି, ମା ଦୁର୍ଗାଙ୍କର ଆଶିଷ କଲ୍ୟାଣ ଟିକେ ପାଇବା ପାଇଁ। ଆମେ ଯଦି ମା ଦୁର୍ଗାଙ୍କର ଆଶିଷ ଓ କଲ୍ୟାଣ ପ୍ରାପ୍ତି କରନ୍ତି, ଯେହେତୁ ସେ ଦୁର୍ଗତି ନାଶିନୀ, ଆମର ସମସ୍ତ ପ୍ରକାର ଦୁର୍ଗତିର ନାଶ ହୋଇଥାଏ। ଆମ ଉପରେ କେହି ନଜର ପକାଉଥିଲେ, ଯଦି କୌଣସି ଅସୁବିଧାରେ ପଡ଼ିଥାଉ, ଯେ କୌଣସି ସମସ୍ୟା ଦେଇ ଗତି କରୁଥାଉ, ଯଦି ମା ଦୁର୍ଗାଙ୍କର କଲ୍ୟାଣ ଆମ ଉପରେ ରହିଲା, ତାହେଲେ ସେ ସମସ୍ତ ଜିନିଷର ସମାପ୍ତି ହୋଇଯିବ। ଯେଉଁମାନେ ମା ଦୁର୍ଗାଙ୍କର ପୂଜା କରନ୍ତି, ନବରାତ୍ରି ସମୟରେ ତାଙ୍କର ଆରାଧନା କରନ୍ତି, ସେମାନଙ୍କର ମନରେ ନିହାତି ଭାବରେ ଗୋଟିଏ ପ୍ରଶ୍ନ ଥାଏ ଯେ ଆମେ ତ ମାଙ୍କର ବିଧି ଅନୁସାରେ ପୂଜା କରୁଛୁ, ତେବେ ମା ଆମ ଉପରେ ସନ୍ତୁଷ୍ଟ ଅଛନ୍ତି କି ନାହିଁ କେମିତି ଜାଣିବେ? ଦେଖନ୍ତୁ, ସମସ୍ତେ ଚାହାନ୍ତି ମାଙ୍କ ଆଶିଷ ଓ କଲ୍ୟାଣ ମିଳୁ। ସମସ୍ତଙ୍କୁ ଏହା ମିଳିନଥାଏ, କିଛି ଖାସ୍ ଲୋକଙ୍କୁ ମିଳିଥାଏ। ଦେଖନ୍ତୁ, ମା ଦୁର୍ଗା ସମସ୍ତଙ୍କୁ ନିଜର ଉପସ୍ଥିତି ଜଣାନ୍ତି। ସେ ଛୋଟ ଭକ୍ତ ହୁଅନ୍ତୁ କି ବଡ଼ ଭକ୍ତ ହୁଅନ୍ତୁ, ସମସ୍ତଙ୍କୁ ସେ ଆରାଧନା ଦିଅନ୍ତି ଯେ ସେ ତା ସହିତ ଅଛନ୍ତି। ତାଙ୍କ ଭକ୍ତଙ୍କ ସହିତ ସେ ସଦା ସର୍ବଦା ଅଛନ୍ତି। ତେବେ କେଉଁ ସଂକେତରୁ ଆପଣମାନେ ଜାଣିବେ? କେମିତି ଜାଣିବେ ମା ଦୁର୍ଗାଙ୍କ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ବୋଲି? ତେବେ ପ୍ରଥମ ସଂକେତ, ଆପଣମାନେ ନିଜ ପୂଜା ଘରେ ପୂଜା କରୁଥିବେ, ଆପଣଙ୍କ ଆଖିରୁ ଲୁହ ବାହାରିବ, ମନରୁ ଲୁହ ବାହାରିବ। ପୂଜା ତ ଆପଣମାନେ ସବୁଦିନ ଆପଣମାନେ କରୁଛନ୍ତି, ଲୁହ କି ସବୁଦିନ ଆସୁଛି? ଆପଣମାନେ କାନ୍ଦୁଛନ୍ତି କି? ଆପଣଙ୍କ ପୂଜା ଘରେ ଏପରି ହୋଇନଥିବ, କିନ୍ତୁ ଏ ନବରାତ୍ରି ସମୟରେ, ନବରାତ୍ର ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରୁ ଲୁହ ବାହାରେ, ମନରୁ କୁହ ଜାତ ହୁଏ, ମା ଦୁର୍ଗାଙ୍କର ପୂଜା କରିବା ସମୟରେ ଯଦି ଏଭଳି ଘଟଣା ଘଟେ, ଆଉ ଏମିତି ଅନୁଭବ ହେବ ଯେମିତି ତୁମ ପଛରେ ମା ଛିଡ଼ା ହୋଇଛନ୍ତି ଆଉ ଆପଣଙ୍କୁ ସାହା ହୋଇଛନ୍ତି, ଯଦି ଏପରି ଆପଣଙ୍କୁ ଏମିତି ଅନୁଭବ ହୁଏ, ତେବେ କେଉଁଠି ନା କେଉଁଠି ମା ଆପଣଙ୍କ ଉପରେ ତାଙ୍କର କଲ୍ୟାଣ ପ୍ରଦାନ କରିଛନ୍ତି। ତେବେଠାରୁ ଯାହା ବି ହେବ, ଆପଣଙ୍କ ଜୀବନରେ ସବୁ ମଙ୍ଗଳ ହେବ। ମା ତାଙ୍କ କୃପାରୁ ସବୁକିଛି ଯାହା ବି ଅସୁବିଧା ଥିଲା, ନିଶ୍ଚିତ ଭାବରେ ତାହା ଦୂର ହେବ। ଆଉ ଗୋଟେ ସଂକେତ ମିଳିବ କ'ଣ ନା, ଅଚାନକ ଭାବରେ ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କର ନିଦଟି ଭାଙ୍ଗିଥିବ, ଶୋଇଥିବେ, ଦେଖିବେ ହଠାତ୍ 3ଟାରୁ 4ଟା ମଧ୍ୟରେ ଆପଣଙ୍କର ନିଦଟି ଭାଙ୍ଗିଯିବ। ଏହା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ। ଆଉ ଏଥିରୁ ଆପଣମାନେ ଜାଣିବେ ମା ଆପଣଙ୍କୁ ଉଠେଇଛନ୍ତି ଆଉ ଆପଣଙ୍କ ଉପରେ ମାଙ୍କ କୃପା କରୁଣା ନିଶ୍ଚିତ ଭାବରେ ରହିଛି। ଆଉ ଗୋଟେ ସଂକେତ ମିଳିବ ଆପଣଙ୍କୁ। ଆପଣ ଅନୁଭବ କରିବେ, ଯେତେବେଳେ ଆପଣ ପୂଜା କରନ୍ତି, ଆପଣ ଧୂପ ଦିଅନ୍ତି, ଦୀପ ଦିଅନ୍ତି, ସେତେବେଳେ ଗୋଟିଏ ଅଲଗା ପ୍ରକାରର ବାସ୍ନା ଅନୁଭବ ହେବ। ଠିକ୍ ସେମିତି ଆପଣ ଆପଣଙ୍କ ପୂଜା ଘରେ ବସି ପୂଜା କରୁଥିବେ, ଆପଣଙ୍କୁ ସେହି ଧାରଣର ଗୋଟିଏ ସୁଗନ୍ଧ ଅନୁଭବ ହେବ, ଯେମିତି ମା ଆପଣଙ୍କ ଘରକୁ ଆସିଛନ୍ତି। ଏହାର ଗୋଟିଏ ଅନୁଭବ ହେବ ଆପଣଙ୍କୁ ସୁଗନ୍ଧିତ ବାସ୍ନା। ଧରନ୍ତୁ, ଆପଣଙ୍କ ଘର ଆଖପାଖରେ ମଲ୍ଲି ଗଛ ନଥିବ, ଚମ୍ପା ଗଛ ନଥିବ, କିନ୍ତୁ ତାର ବାସ୍ନା ଆପଣଙ୍କୁ ଆସିବ, ତାହେଲେ ଠୁ ଜାଣିଯିବେ ନିଶ୍ଚିତ ଭାବରେ ମାଙ୍କର ଆଗମନ ହୋଇଛି। ଆପଣଙ୍କ ଘରକୁ ମାଙ୍କର କୃପା ଆପଣଙ୍କ ଉପରେ ରହିଛି। ଆଉ ଗୋଟିଏ ସଂକେତ ଆପଣଙ୍କୁ କ'ଣ ମିଳିବ ସ୍ୱପ୍ନରେ? ଆପଣମାନେ ଛୋଟ କନ୍ୟାର ଯଦି ସ୍ୱପ୍ନ ଦେଖନ୍ତି, ଯଦି ଲାଲ ବସ୍ତ୍ରରେ ସେମାନଙ୍କୁ ସ୍ୱପ୍ନରେ ଆପଣମାନେ ଦେଖନ୍ତି, ତାହେଲେ ମଧ୍ୟ ଏହା ଏକ ପ୍ରକାରର ମା ଦୁର୍ଗାଙ୍କୁ ଦେଖିବା ସହ ସମାନ। 8 ବର୍ଷରୁ କମ୍ ଶିଶୁ ବା କନ୍ୟା, ସେମାନେ ହେଉଛନ୍ତି ଗୌରୀ ଜାତୀୟ କନ୍ୟା। ସେମାନଙ୍କର ମଧ୍ୟ ଏହି ନବରାତ୍ର ସମୟରେ
ପୂଜା କରାଯାଏ। ତାଙ୍କୁ ଲାଲ କପଡ଼ା ଦିଆଯାଏ, ତାଙ୍କୁ ଖାଦ୍ୟ ଖାଇବା ପାଇଁ ଦିଆଯାଏ। କିନ୍ତୁ ଯଦି ଆପଣମାନେ ଦେଖିବେ ଲାଲ ରଙ୍ଗର ପତାକା ଦେଖନ୍ତି, ଦୁର୍ଗାଙ୍କର ମନ୍ଦିର ଦେଖନ୍ତି, ମା ଦୁର୍ଗାଙ୍କର ତ୍ରିଶୂଳକୁ ଦେଖନ୍ତି, ସିଂହ ଦେଖନ୍ତି, ତେବେ ଜାଣି ରଖନ୍ତୁ ନିଶ୍ଚିତ ଭାବରେ ଏହା ହେଉଛି ମାଙ୍କର ସମ୍ପର୍କିତ ସ୍ୱପ୍ନ। ଆଉ ଏ ସ୍ୱପ୍ନ ଯଦି ଆପଣମାନେ ଦେଖିଲେ ଜାଣି ରଖନ୍ତୁ ନିଶ୍ଚିତ ଭାବରେ ମାଙ୍କ ଆଶୀଷ ଓ କଲ୍ୟାଣ ଆପଣଙ୍କୁ ପ୍ରାପ୍ତି ହୋଇଛି। ଗୋମାତା ଆପଣଙ୍କ ଘରକୁ ଆସିବେ। ଦେଖନ୍ତୁ ମା ଦୁର୍ଗାଙ୍କର ଭଉଣୀ କାମଧେନୁ, ତାଙ୍କର ସ୍ୱରୂପ ହେଉଛନ୍ତି ଗୋମାତା। ତେଣୁ ଗୋମାତା ଯଦି ଆପଣଙ୍କ ଘରକୁ ଆସନ୍ତି ତେବେ ଜାଣିବେ ନିଶ୍ଚିତ ଭାବରେ ମା ଦୁର୍ଗାଙ୍କର ଆପଣଙ୍କ ଘରେ ଆଗମନ ହୋଇଛି। ତେଣୁ ଗୋମାତାଙ୍କୁ ନିଶ୍ଚିତ ଭାବରେ କିଛି ଖାଦ୍ୟ ଖାଇବା ପାଇଁ ଦେବେ। ସେହିଭଳି ଯଦି ଆପଣଙ୍କ ଘରକୁ ମହୁମାଛିମାନେ ଆସନ୍ତି ତାହେଲେ ମଧ୍ୟ ଜାଣିନେବେ ଯେ ଏହା ବହୁତ ଶୁଭ ସଂକେତ। ତେଣୁ ଏଥିରୁ ମଧ୍ୟ ଆପଣମାନେ ଜାଣିପାରିବେ ଯେ ମା ଦୁର୍ଗାଙ୍କର କେଉଁଠି ନା କେଉଁଠି ଆଶୀଷ ଆପଣଙ୍କର ଉପରେ ବରସିଛି, ନହେଲେ ଏଭଳି ଘଟଣା ଘଟିନଥାନ୍ତା। ତାପର ସଂକେତଟି ହେଉଛି ନବରାତ୍ର ପୂଜା ସମୟରେ ବା ନବରାତ୍ର ସମୟରେ ଆପଣମାନେ ଅଖଣ୍ଡ ଦୀପ ନିହାତି ଭାବରେ ଠାକୁର ଘରେ ପ୍ରଜ୍ୱଳିତ କରିବା ଦରକାର। ଆଉ ଯଦି ଆପଣମାନେ ଜଳାଇକି ରଖିଛନ୍ତି ଅଖଣ୍ଡ ଦୀପ, ତାହେଲେ ଲକ୍ଷ୍ୟ କରିବେ ଯଦି ଦୀପର ଶିଖାଟି ଖୁବ୍ ଜୋରରେ ପ୍ରଜ୍ୱଳିତ ହୋଇଥାଏ ତାହେଲେ ଜାଣିନେବେ ମା ଦୁର୍ଗା କେଉଁଠି ନା କେଉଁଠି ଆପଣଙ୍କ ଘରେ ବାସ କରିଛନ୍ତି। ଆଉ ଗୋଟେ ସଂକେତ କ'ଣ ମିଳେ, ଯେଉଁ ଦୀପ ଆପଣଙ୍କର ଜଳୁଛି ବଳିତାରେ ଆପଣଙ୍କର ଫୁଲ ଫୁଟିଯିବ, ତାହା ମଧ୍ୟ ଏକ ଶୁଭ ସଂକେତ। ଆଉ ଗୋଟେ ସଂକେତ ଆପଣଙ୍କୁ କ'ଣ ମିଳିବ ନା, କଳା ପିମ୍ପୁଡ଼ି ରାସ୍ତା ଖୋଜି ଖୋଜି ଜଳ ଭିତରେ ଆପଣଙ୍କ ଘର ଆଡ଼କୁ ଆସୁଥିବେ ବା ଆପଣଙ୍କ ଘରେ ଦେଖିବେ କଳା ପିମ୍ପୁଡ଼ି ହୋଇଛନ୍ତି, ତାହେଲେ ଜାଣିବେ ଏହା ମଧ୍ୟ ଏକ ପ୍ରକାରର ଶୁଭ ସଂକେତ। ଆଉ ମାଙ୍କର କୃପାରୁ ଏଭଳି ହୋଇଛି। ତେଣୁ ସେମାନଙ୍କୁ ନିଶ୍ଚିତ ଭାବରେ କିଛି ଚିନି ଦାନା ଖାଇବା ପାଇଁ ଦେବେ। ତାପର ସଂକେତଟି ହେଲା, ଏହି ଯେଉଁ ନବରାତ୍ର ସମୟରେ ଯଦି କୌଣସି ଭିକ୍ଷୁକ ଆପଣଙ୍କର ଘରକୁ ଆସନ୍ତି କିମ୍ବା କୌଣସି ବ୍ରାହ୍ମଣ ଆପଣଙ୍କ ଘରକୁ ଆସନ୍ତି ତାହେଲେ ଜାଣିଯିବେ, କିମ୍ବା କୌଣସି ଗରିବ ଲୋକ ଆପଣଙ୍କ ଘରକୁ ଆଗରେ କିଛି ଆସି ମାଗୁଥାଏ ତାହେଲେ ଜାଣିଯିବେ ନିଶ୍ଚିତ ଭାବରେ ମା ଦୁର୍ଗାଙ୍କର ଆପଣଙ୍କ ଘରକୁ ଆଗମନ ହୋଇଛି। ତେଣୁ ଯଥାକ୍ରମେ ଆପଣଙ୍କର ଯେତିକି ସକ୍ଷମ ନିଶ୍ଚିତ ଭାବରେ ଦାନ କରନ୍ତୁ, କାହିଁକି ନା ଦାନ ଦେଲେ ବହୁତ ପୁଣ୍ୟ ମିଳେ। ମନେ ରଖନ୍ତୁ, ଯାହା ବି ଆପଣମାନେ ଦାନ କରିଛନ୍ତି, ଯାହା ବି ଦେଇଛନ୍ତି, କାଲି ସକାଳେ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରାପ୍ତି ହେବ। ଏହି ଯେଉଁ କେତେକଟି ସଂକେତ ରହିଲା ନବରାତ୍ର ସମୟରେ ମା ଦୁର୍ଗାଙ୍କର ପୂଜା ସମୟରେ ଏହି ସବୁ ସଂକେତ ମିଳେ, ତାହେଲେ ଜାଣି ରଖନ୍ତୁ ଯେ ମା ଦୁର୍ଗାଙ୍କର ଆପଣଙ୍କ ଉପରେ ଆଶୀଷ ତ କଲ୍ୟାଣ ରହିଛି। ଆପଣମାନେ ଯେତିକି ପୂଜା କରୁଥିଲେ ଆଉ ଟିକେ ଭକ୍ତିରେ ବୁଡ଼େଇକି ରଖନ୍ତୁ, ମାଙ୍କର କଲ୍ୟାଣ ଆପଣଙ୍କୁ ମିଳିବ ହିଁ ମିଳିବ। ତେଣୁ ପୂଜା ଅଧିକ କରିବାର ଆବଶ୍ୟକତା ରହିଛି, ମାଙ୍କୁ ଅଧିକ ସନ୍ତୁଷ୍ଟ କରିବାର ଆବଶ୍ୟକତା ରହିଛି। ତେବେ ଦର୍ଶକ ବନ୍ଧୁ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।